ଓମ୍ ଶାନ୍ତି। ଆଜିର ଏହି ଗଭୀର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ 9-12-2025ର ମୁରଳୀ ଉପରେ କଥା ହେବାକୁ ଯାଉଛୁ। ଆଉ ଏହାର ମୂଳ ସାର ହେଉଛି ଯେ ବାବା ଆମକୁ ଏକ ଅସୀମିତ ଐଶ୍ୱର୍ଯ୍ୟ ଦେବାକୁ ଆସିଛନ୍ତି। ଏହାକୁ ପୂରାପୂରି ଭାବରେ ବୁଝିବା ପାଇଁ ଶେଷ ପର୍ଯ୍ୟନ୍ତ ଆମ ସହ ରହିବାକୁ ଅନୁରୋଧ। ଆଉ ହଁ, ଯଦି ଆପଣମାନେ ପ୍ରତିଦିନ ଏମିତି ମୁରଳୀର ଆଲୋଚନା ଶୁଣିବାକୁ ଚାହାନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ତେବେ ଚାଲନ୍ତୁ ଆରମ୍ଭ କରିବା। ମୁରଳୀର ଆରମ୍ଭରେ ବାବା କହୁଛନ୍ତି, ମଧୁର ସନ୍ତାନଗଣ, ବାବା ତୁମକୁ ଅସୀମିତ ଜାଗିର ଦେବାକୁ ଆସିଛନ୍ତି। ଏପରି ମଧୁର ବାବାଙ୍କୁ ତୁମେ ପ୍ରେମରେ ସ୍ମରଣ କଲେ ପବିତ୍ର ହୋଇଯିବ। ତ ଏହି ଅସୀମିତ ଜାଗିରର ପ୍ରକୃତ ଅର୍ଥ କ'ଣ? ଓମ୍ ଶାନ୍ତି। ଦେଖନ୍ତୁ, ଏ ଅସୀମିତ ଜାଗିର କଥାଟା ବହୁତ ଗଭୀର। ଏହାର ଅର୍ଥ ହେଉଛି ସତ୍ୟଯୁଗର ବିଶ୍ୱର ମହାରାଜ୍ୟ। ଆମେ ଯେମିତି ଲୌକିକ ପିତାଙ୍କଠାରୁ ସମ୍ପତ୍ତି ପାଉ, ସେଇଟା ତ ସୀମିତ ନା? ହଁ, ଗୋଟିଏ ଜନ୍ମ ପାଇଁ। ଏକଦମ। କିନ୍ତୁ ଏଠି ପାରଲୌକିକ ପିତା ମାନେ ଶିବ ବାବା ଆମକୁ 21 ଜନ୍ମ ପାଇଁ ସୁଖ, ଶାନ୍ତି ଆଉ ସମୃଦ୍ଧିର ଅଧିକାରୀ କରାଉଛନ୍ତି। ଆଚ୍ଛା। ଆଉ ଏଇଟା କେବଳ ପ୍ରେମରେ ତାଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ମିଳିପାରିବ। ତେବେ ଏଇ ଯୋଉ ଐଶ୍ୱର୍ଯ୍ୟ ମିଳିବାର କଥା କୁହାଯାଉଛି, ଏହା କିଏ ଦେଉଛନ୍ତି ସେ ବିଷୟରେ ସ୍ପଷ୍ଟତା ରହିବା ବୋଧହୁଏ ବହୁତ ଜରୁରୀ। ମୁରଳୀରେ 3 ପ୍ରକାରର ପିତାଙ୍କ ବିଷୟରେ କୁହାଯାଇଛି। ଏ ପାର୍ଥକ୍ୟଟାକୁ ବୁଝିବା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ହଁ, ଏଇଟା ବୁଝିବା ନିହାତି ଦରକାର, କାରଣ ଏହାଦ୍ୱାରା ଆମ ବୁଦ୍ଧିଯୋଗ ଠିକ୍ ଜାଗାରେ ଲାଗିବ। ଦେଖନ୍ତୁ, ପ୍ରଥମେ ହେଲେ ଲୌକିକ ପିତା, ଯିଏ ଆମକୁ ଏଇ ଶରୀର ଦିଅନ୍ତି। ହଁ। ଦ୍ୱିତୀୟରେ ହେଲେ ଅଲୌକିକ ପିତା, ମାନେ ପ୍ରଜାପିତା ବ୍ରହ୍ମା। ତାଙ୍କରି ମାଧ୍ୟମରେ ତ ପରମାତ୍ମା ଜ୍ଞାନ ଦଉଛନ୍ତି। ଆଉ ତୃତୀୟରେ ହେଲେ ପାରଲୌକିକ ପିତା, ନିରାକାର ଶିବ, ଯିଏ ସବୁ ଆତ୍ମାଙ୍କର ପିତା। ଠିକ୍। ଆଉ ମୁରଲୀରେ ସଫା ସଫା କୁହାଯାଇଛି ଯେ ଐଶ୍ୱର୍ଯ୍ୟ କେବଳ ପାରଲୌକିକ ପିତା, ଯିଏ ରଚୟିତା, ତାଙ୍କଠାରୁ ହିଁ ମିଳେ। ଏଇଠି ଗୋଟେ ବହୁତ ମଜାଦାର କଥା ଅଛି। ମୁରଲୀ କହୁଛି ଯେ ବ୍ରହ୍ମାଙ୍କୁ ମଧ୍ୟ ସ୍ମରଣ କର ନାହିଁ, ହଁ, କାରଣ ସେ ନିଜେ ବି ତ ଶିବ ବାବାଙ୍କଠାରୁ ଐଶ୍ୱର୍ଯ୍ୟ ପାଉଛନ୍ତି। ତେବେ ଏହାର ଅର୍ଥ କ'ଣ ଏଇଆ ଯେ ଆମେ ମାଧ୍ୟମକୁ ନୁହେଁ, ସିଧା ସ୍ରୋତକୁ ଧରିବା ଉଚିତ? ଏକଦମ ଠିକ୍ କହିଲେ। ସେୟା ହିଁ କଥା। ମନେ କରନ୍ତୁ, ଆମ ପାଖକୁ ଗୋଟେ ଚିଠି ଆସିଲା, ଡାକବାଲା ଦେଇକି ଗଲା। ଆମେ କ'ଣ ଡାକବାଲାକୁ ଧନ୍ୟବାଦ ଦେବା, ନା ଚିଠି ପଠେଇଥିବା ଲୋକକୁ ମନେ ପକେଇବା? ଚିଠି ପଠେଇଥିବା ଲୋକକୁ। ସେଇଭଳି ବ୍ରହ୍ମା ହେଉଛନ୍ତି ସେହି ମାଧ୍ୟମ, କିନ୍ତୁ ଐଶ୍ୱର୍ଯ୍ୟର ଅସଲ ସ୍ରୋତ ହେଉଛନ୍ତି ଶିବ ବାବା। ସେଥିପାଇଁ କୁହାଯାଉଛି, ମାମେକମ୍ ୟାଦ କର। ଯେତେବେଳେ ବୁଦ୍ଧି କେବଳ ଗୋଟିଏ ସ୍ଥାନରେ ଏକାଗ୍ର ହେବ, ସେତେବେଳେ ଯାଇ ସମ୍ପୂର୍ଣ୍ଣ ଐଶ୍ୱର୍ଯ୍ୟ ମିଳିବ। ବୁଝିଲି। ତେବେ ପ୍ରତିଶ୍ରୁତି ସ୍ପଷ୍ଟ, ଆଉ ଦାତା ବି ସ୍ପଷ୍ଟ। କିନ୍ତୁ ଏଇ ଅସୀମିତ ଐଶ୍ୱର୍ଯ୍ୟକୁ ପାଇବାର ଉପାୟ କ'ଣ? କ'ଣ କିଛି ବଡ଼ ତପସ୍ୟା କରିବାକୁ ପଡ଼ିବ? ମୁରଳୀରେ ସ୍ମୃତିର ଯାତ୍ରା ବୋଲି ଶବ୍ଦ ଅଛି। ଏଟା କି ପ୍ରକାର ଯାତ୍ରା? ଏଇଟା ହିଁ ସବୁଠୁ ସୁନ୍ଦର କଥା। ଏଥିପାଇଁ କୌଣସି ଶାରୀରିକ କଷ୍ଟ କରିବାର ନାହିଁ। ଏହା କୌଣସି ତୀର୍ଥଯାତ୍ରା ନୁହେଁ। ଏହା ହେଉଛି ଏକ ଆନ୍ତରିକ ମାନସିକ ଯାତ୍ରା। ଆଚ୍ଛା। ସ୍ମୃତିର ଯାତ୍ରାର ଅର୍ଥ ହେଲା ନିଜକୁ ଏହି ଦେହ ନ ଭାବି ନିଜକୁ ଗୋଟେ ଆତ୍ମା ବୋଲି ବୁଝିବା, ଆଉ ସେହି ଆତ୍ମାର ପିତା ପରମାତ୍ମାଙ୍କୁ ବହୁତ ପ୍ରେମରେ ସ୍ମରଣ କରିବା। ମୁରଲୀ କହୁଛି, ଦେହର ସବୁ ସମ୍ବନ୍ଧ ଛାଡ଼। ଏଥିରେ ହିଁ ପରିଶ୍ରମ ଅଛି। ଏଇ ପରିଶ୍ରମ ଶବ୍ଦଟା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଇଟା ଶୁଣିବାକୁ ଯେତେ ସହଜ ଲାଗୁଛି, ବାସ୍ତବରେ କରିବା ସେତେ ସହଜ ନୁହେଁ ନା? ନିଶ୍ଚୟ। ଆମେ ତ ଦିନସାରା କେତେ କାମ, ପରିବାର, ଦାୟିତ୍ୱ ଭିତରେ ବାନ୍ଧି ହୋଇ ରହିଥାଉ। ତ ଏସବୁ ଭିତରେ ନିଜକୁ ଦେହୀ ଅଭିମାନୀ କରିବା କେମିତି ସମ୍ଭବ? ଏଇଟା ହିଁ ତ ପ୍ରକୃତ ସାଧନା। ଏହାର ମାନେ ନୁହେଁ ଯେ ସବୁ ଦାୟିତ୍ୱ ଛାଡ଼ି ପଳେଇଯିବା, ବରଂ ଦାୟିତ୍ୱ ତୁଲେଇବା ଭିତରେ ନିଜର ସ୍ଥିତିକୁ ବଦଳେଇବା। ଯେମିତିକି? ଯେମିତି ଜଣେ ଅଭିନେତା ଷ୍ଟେଜ ଉପରେ ରାଜାର ପାର୍ଟ କରୁଥାଏ, କିନ୍ତୁ ତାକୁ ଭଲ ଭାବରେ ଜଣାଥାଏ ଯେ ସେ ପ୍ରକୃତରେ ଜଣେ ଅଭିନେତା। ଠିକ୍। ସେମିତି ଆମକୁ ସବୁ କାମ କରିବା ଭିତରେ, ସବୁ ସମ୍ବନ୍ଧ ନିଭେଇବା ଭିତରେ ମନେ ରଖିବାକୁ ହେବ ଯେ ମୁଁ ଏକ ଆତ୍ମା, ଆଉ ମୁଁ ମୋର ପାର୍ଟ କରୁଛି। ଏଇ ଅଭ୍ୟାସରେ ହିଁ ମାୟା ବାଧା ଦିଏ। ସେଥିପାଇଁ ତ ଏହାକୁ ପରିଶ୍ରମ କୁହାଯାଇଛି। ତେବେ ଏଇ ଯାତ୍ରାକୁ ଆହୁରି ଭଲ ଭାବରେ ବୁଝିବା ପାଇଁ ମୁରଲୀରେ ଡ୍ରାମା ବା ନାଟକର ଧାରଣା ଦିଆଯାଇଛି। କୁହାଯାଇଛି ଯେ ଏଇ ଡ୍ରାମା ଗୋଟେ ବାଇସ୍କୋପ୍ ପରି, ଯାହା ଆଗରୁ ହିଁ ତିଆରି ହୋଇସାରିଛି। ଏଥିରେ କିଛି ବି ପରିବର୍ତ୍ତନ ହେବନି। ଏଇଟା ତ ଯଦି ସବୁକିଛି ଆଗରୁ ସ୍ଥିର, ତାହେଲେ ଆମର ପୁରୁଷାର୍ଥର ମୂଲ୍ୟ କ'ଣ ରହିଲା?
ଏଇଟା ବହୁତ ଗଭୀର ପ୍ରଶ୍ନ। ଦେଖନ୍ତୁ, ଡ୍ରାମାର ଅର୍ଥ ଭାଗ୍ୟବାଦୀ ହୋଇ ଚୁପ୍ ହୋଇ ବସିଯିବା ନୁହେଁ, ବରଂ ଏହା ଏକ ସତ୍ୟକୁ ସ୍ୱୀକାର କରିବା ଯେ ଏ ସୃଷ୍ଟିର ଚକ୍ର ଅନାଦି ଆଉ ଅବିନାଶୀ। ଯାହା 5000 ବର୍ଷ ତଳେ ହୋଇଥିଲା, ସେୟା ହିଁ ପୁଣି ଥରେ ହେବ। ଆଚ୍ଛା। ଏହା ଜାଣିଲେ ଲାଭ କ'ଣ ହୁଏ? ଆମେ ଅତୀତକୁ ନେଇ ଦୁଃଖ କରିବାନି କିମ୍ବା ଭବିଷ୍ୟତ ପାଇଁ ଅଯଥା ଚିନ୍ତା କରିବାନି। ମାନେ ଫୋକସ୍ ଖାଲି ବର୍ତ୍ତମାନ ଉପରେ ରହିବ। ଏକଦମ। ଆମର ଧ୍ୟାନ କେବଳ ବର୍ତ୍ତମାନର କର୍ମ ଉପରେ ହିଁ ରହିବ। ଆମର ପୁରୁଷାର୍ଥ ହେଉଛି ଏଇ ଡ୍ରାମାରେ ଆମେ ଆମର ସବୁଠୁ ଭଲ ପାର୍ଟ କେମିତି କରିବା। ଶ୍ରେଷ୍ଠ ସଂକଳ୍ପ, ଶ୍ରେଷ୍ଠ କର୍ମ। ଠିକ୍। ଏଇଟା ଏକ ପ୍ରକାର ନିଶ୍ଚିନ୍ତତା ଦେଉଛି। ତେବେ ଏଇ ଡ୍ରାମାରେ କେଉଁ ଅଙ୍କରେ ଆମେ ଏବେ ଅଛେ? ମୁରଲୀରେ ବିନାଶର ସମୟ ପାଖେ ଆସିବାରେ କିଛି ସଂକେତ ବିଷୟରେ କୁହାଯାଇଛି। ଶୁଣିବାକୁ ଟିକେ ଡର ଲାଗୁଛି। ଦୃଷ୍ଟିରୁ ଦେଖିବାକୁ ହେବ। ମୁରଲୀ କହୁଛି ଯେ ଯେତେବେଳେ ସମୟ ପାଖେ ଆସିବ, ସେତେବେଳେ 3ଟି ମୁଖ୍ୟ ଘଟଣା ଘଟିବ। କ'ଣ? ପ୍ରଥମତଃ, ସମସ୍ତଙ୍କୁ ଜଣାପଡ଼ିଯିବ ଯେ ପରମ ପିତା ପରମାତ୍ମା ଆସିଛନ୍ତି। ଏ ଜ୍ଞାନ ବହୁତ ଜୋରରେ ବ୍ୟାପିବ। ଦ୍ୱିତୀୟରେ, ଲୋକମାନଙ୍କୁ ସାକ୍ଷାତ୍କାର ହେବ। ନୂଆ ଦୁନିଆର ସ୍ଥାପନା ଆଉ ପୁରୁଣା ଦୁନିଆର ବିନାଶର ଝଲକ ଦେଖାଯିବ। ଆଉ ତୃତୀୟରେ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ସନ୍ତାନମାନଙ୍କର ଭିତରର ସ୍ଥିତି ବଦଳିଯିବ। ସେମାନେ ଅଧିକରୁ ଅଧିକ ଆତ୍ମ ଅଭିମାନୀ ହେବାକୁ ଲାଗିବେ। ଏ ଶେଷ ପଏଣ୍ଟର ବହୁତ ଆକର୍ଷଣୀୟ। ମାନେ ବାହାରେ ଯାହା ବି ହଉ, ଆମ ଭିତରର ଅବସ୍ଥା ହିଁ ଅସଲ ସୂଚକ। ଅର୍ଥାତ୍ ଦୁନିଆରେ ଯେତେବେଳେ ହାହାକାର ପଡ଼ିଥିବ, ସେତେବେଳେ ବି ଯେଉଁମାନେ ଏ ଜ୍ଞାନରେ ଅଛନ୍ତି, ସେମାନେ ଶାନ୍ତିରେ ଥିବେ। ନିଶ୍ଚିତ ଭାବରେ ସେଇଟା ହିଁ ତ ଅସଲ ପରୀକ୍ଷା। ମୁରଲୀରେ କୁହାଯାଇଛି ଯେ ଆଗକୁ ରକ୍ତର ନଦୀ ବହିବ, କିନ୍ତୁ ଯେଉଁମାନେ ବାହାଦୁର ସନ୍ତାନ, ସେମାନେ ସାକ୍ଷୀ ହୋଇ ସବୁ ଦୃଶ୍ୟ ଦେଖିବେ। ସାକ୍ଷୀ ହୋଇ? ହଁ, ଏଥିପାଇଁ ବନବାସରେ ରହିବାକୁ କୁହାଯାଇଛି। ଏହାର ମାନେ ଜଙ୍ଗଲକୁ ଯିବା ନୁହେଁ, ବରଂ ଏହି ପୁରୁଣା ଦୁନିଆରେ ରହିକି ବି ନିର୍ଲିପ୍ତ ରହିବା। ବୁଝିଲି। ମନକୁ ଅଲଗା ରଖିବା। ହଁ, ବୁଦ୍ଧିକୁ ବାବା ଆଉ ନୂଆ ଦୁନିଆ ସହିତ ଯୋଡ଼ି ରଖିବା। ତେବେ ଏହି ସବୁ ସାଧନାର ଫଳ କ'ଣ? ମୁରଲୀରେ ରୁଦ୍ରମାଳା, ବିଷ୍ଣୁମାଳା, ଏମିତି କିଛି ମାଳାର କଥା କୁହାଯାଇଛି। ଏଗୁଡ଼ିକୁ କ'ଣ ପଦବୀର ପ୍ରତୀକ? ହଁ, ଆପଣ ଠିକ୍ ଧରିଛନ୍ତି। ଏହା ହେଉଛି ଆଧ୍ୟାତ୍ମିକ ସଫଳତାର ଗୋଟେ ଗୋଟେ ସ୍ତର। ରୁଦ୍ରମାଳା ହେଉଛି ସେହି 108 ଶ୍ରେଷ୍ଠ ଆତ୍ମାଙ୍କର, ଯେଉଁମାନେ ସ୍ମୃତିର ଯାତ୍ରାରେ ପୁରା ସଫଳ ହୋଇ ବାବାଙ୍କ ସହିତ ପରମଧାମକୁ ଫେରିଯାଆନ୍ତି। ସେମାନେ ହିଁ ପୂଜ୍ୟ ହୁଅନ୍ତି। ଆଚ୍ଛା। ଆଉ ସେହି ଆତ୍ମାମାନେ ହିଁ ପୁଣି ସତ୍ୟଯୁଗକୁ ଆସି ରାଜ୍ୟ କରନ୍ତି, ଯାହାକୁ ବିଷ୍ଣୁଙ୍କ ମାଳା ବା ବିଜୟୀ ମାଳା କୁହାଯାଏ। ଏଥିରୁ ଜଣାପଡ଼ୁଛି ଯେ ପୁରୁଷାର୍ଥ ଅନୁସାରେ ହିଁ ପଦ ମିଳେ। ଏହା ସହିତ ସେବାର ଧାରଣା ମଧ୍ୟ ଯୋଡ଼ି ହୋଇଛି। ଆମେ ଈଶ୍ୱରୀୟ ମିଶନର ଈଶ୍ୱରୀୟ ଭ୍ରାତା। ଏହାର ଅର୍ଥ କ'ଣ? ସେବା ମାନେ କ'ଣ କେବଳ ଜ୍ଞାନ ବାଣ୍ଟିବା? ଦେଖନ୍ତୁ, ସେବାର ମୂଳ ଉଦ୍ଦେଶ୍ୟ ହେଉଛି ଅନ୍ୟ ଆତ୍ମାମାନଙ୍କୁ ତାଙ୍କର ପ୍ରକୃତ ପରିଚୟ ମନେ ପକାଇଦେବା ଆଉ ତାଙ୍କ ପିତାଙ୍କ ପରିଚୟ ଦେବା। ଯେତେବେଳେ ଆମେ କାହାକୁ କହୁ ଯେ ତୁମେ ଏକ ଆତ୍ମା ଆଉ ତୁମର ଅସୀମିତ ପିତା ଡାକୁଛନ୍ତି, ଆମେ ତାଙ୍କୁ ତାଙ୍କ ଐଶ୍ୱର୍ଯ୍ୟର ରାସ୍ତା ଦେଖାଉ। ଏହା କୌଣସି ଧର୍ମ ପରିବର୍ତ୍ତନ ନୁହେଁ, ଏହା ହେଉଛି ସ୍ୱପରିବର୍ତ୍ତନ ପାଇଁ ଏକ ଆହ୍ୱାନ। ଯିଏ ଯେତେ ଅଧିକ ସେବା କରେ, ମାନେ ଅନ୍ୟମାନଙ୍କୁ ନିଜ ସମାନ କରିବାରେ ସାହାଯ୍ୟ କରେ, ସେ ସେତେ ଉଚ୍ଚ ପଦ ପାଏ। ମୁରଲୀରେ ଗୋଟେ କଥା ଅଛି, ଯାହା ମୋତେ ସତରେ ଚିନ୍ତାରେ ପକାଇଦେଲା। ଲେଖାଅଛି, ଏତେ ଛୋଟ ଆତ୍ମାରେ 84 ଜନ୍ମର ପାଠ ଅଛି। ଗୋଟିଏ ଛୋଟିଆ ବିନ୍ଦୁ ଭଳି ଆତ୍ମା ଭିତରେ 84 ଜୀବନର ପୁରା ରେକର୍ଡ। ଏଇଟା କେମିତି ସମ୍ଭବ? ଏଇଟା ହିଁ ତ ଆଧ୍ୟାତ୍ମିକତାର ସବୁଠୁ ବଡ଼ ରହସ୍ୟ ଆଉ ସବୁଠୁ ସୁନ୍ଦର ସତ୍ୟ। ଆମେ ନିଜକୁ କେବଳ ଏଇ ଗୋଟିଏ ଜୀବନରେ ସୀମିତ ଭାବୁ, କିନ୍ତୁ ଆମେ ଗୋଟେ ବହୁତ ବଡ଼ ଯାତ୍ରାର ଅଂଶ। ଆଉ ଏବେ ସଙ୍ଗମ ଯୁଗରେ ଆମକୁ ସେହି ପୁରା ରେକର୍ଡକୁ ବୁଝିବାର ସୁଯୋଗ ମିଳୁଛି। ଆମେ କ'ଣ ଥିଲୁ, କ'ଣ ହେଲୁ ଆଉ ପୁଣି କ'ଣ ହେବାକୁ ଯାଉଛୁ। ଏହି ଜ୍ଞାନ ଆମକୁ ଦେହର ସୀମିତ ପରିଚୟରୁ ଉପରକୁ ଉଠେଇ ଆତ୍ମାର ଅସୀମିତ ପରିଚୟରେ ସ୍ଥିତ କରାଏ। ଠିକ୍। ଆତ୍ମା ଦୃଷ୍ଟିରୁ ଆମେ ସମସ୍ତେ ତ ଭାଇ ଭାଇ। ତେବେ ଆଜିର ଏହି ପୁରା ଆଲୋଚନାକୁ ଯଦି ଆମେ ସଂକ୍ଷେପରେ ଦେଖିବା, ତେବେ ଏହା ଏକ ଯାତ୍ରା ପରି ଲାଗୁଛି। ପ୍ରଥମେ ଗୋଟେ ବଡ଼ ପ୍ରତିଶ୍ରୁତିକୁ ବୁଝିବା, ତାପରେ ତାକୁ ପାଇବା ପାଇଁ ଭିତରେ ଭିତରେ ପରିଶ୍ରମ କରିବା, ଆଉ ଶେଷରେ ନିଜର ଲକ୍ଷ୍ୟରେ ପହଞ୍ଚିବା। ଏକଦମ। ଆଜିର ମୁରଲୀରୁ ଧାରଣା ପାଇଁ 2ଟି ମୁଖ୍ୟ ସାର ଅଛି। ପ୍ରଥମତଃ, ମାଳାରେ ଉଚ୍ଚସ୍ଥାନ ପାଇବାକୁ ହେଲେ
ଦେହୀ ଅଭିମାନୀ ହୋଇ ବାବାଙ୍କ ନିର୍ଦ୍ଦେଶରେ ଚାଲି ସ୍ମୃତିର ଯାତ୍ରାକୁ ବହୁତ ତୀବ୍ର କରିବାକୁ ହେବ। ଆଉ ଦ୍ୱିତୀୟରେ ଏଠି ବନବାସରେ ରହି ନିର୍ଲିପ୍ତ ହୋଇ ବାବାଙ୍କ ପରିଚୟ ଦେଇ ଅନେକଙ୍କ କଲ୍ୟାଣ କରିବାର ସେବା କରିବାକୁ ହେବ। ଆଉ ଶେଷ ସମୟର ଦୃଶ୍ୟକୁ ଦେଖିବା ପାଇଁ ମହାବୀର ହେବାକୁ ପଡ଼ିବ। ମୁରଲୀ ଆମ ପାଇଁ ଗୋଟେ ବହୁତ ଶକ୍ତିଶାଳୀ ଚିତ୍ର ଛାଡ଼ିଯାଇଛି। ପଞ୍ଜୁରୀରୁ ମୁକ୍ତି ବରଦାନରେ କୁହାଯାଇଛି ଯେ ଶରୀର, ସମ୍ବନ୍ଧ ବା କୌଣସି ବି ମୋର ଭାବନା ହିଁ ଗୋଟେ ପଞ୍ଜୁରୀ। ଯେତେବେଳେ ଆମେ କହୁ ମୋ ଶରୀର, ମୋ ପରିବାର, ମୋ ସମ୍ପତ୍ତି, ସେତେବେଳେ ଆମେ ନିଜକୁ ସେହି ପଞ୍ଜୁରୀରେ ବାନ୍ଧି ଦଉ। ଏପରିକି କ'ଣ କରିବି, କେମିତି କରିବି, ଏଇ ଚିନ୍ତା ବି ଗୋଟେ ବନ୍ଧନ। ଆଚ୍ଛା, ଯେତେବେଳେ ଆମେ ନିଜକୁ ଈଶ୍ୱରଙ୍କ ହାତରେ ଜଣେ ଟ୍ରଷ୍ଟି ଭାବେ ସମର୍ପଣ କରିଦେଉ, ସେତେବେଳେ ଏସବୁ ବନ୍ଧନ ସରିଯାଏ। ଆମେ ଜୀବନରେ ଥାଇ ମଧ୍ୟ ମୁକ୍ତି ଅନୁଭବ କରୁ। ଏହା ହିଁ ଜୀବନମୁକ୍ତ ସ୍ଥିତି। ଆଜିର ସ୍ଲୋଗାନ ମଧ୍ୟ ବହୁତ ଗଭୀର କଥା କହୁଛି। ସଂକଳ୍ପକୁ ବଞ୍ଚାଅ, ତେବେ ସମୟ ଓ ବଚନ ଆପେ ଆପେ ବଞ୍ଚିଯିବ। ହଁ, ଆମର ସବୁଠୁ ମୂଲ୍ୟବାନ ଶକ୍ତି ହେଉଛି ଆମର ବିଚାର ବା ସଂକଳ୍ପ। ତେବେ ଏହା ଆମ ପାଇଁ ଏକ ବହୁତ ବଡ଼ ଚିନ୍ତନ ଛାଡ଼ିଯାଉଛି। ନିଶ୍ଚୟ, ଯଦି ପଞ୍ଜୁରୀ ଆମ ନିଜ ବିଚାରରୁ ତିଆରି ହେଉଛି, ତାହେଲେ ଚାବି ବି ତ ଆମ ପାଖରେ ହିଁ ଅଛି। ତେବେ ଏହି ଆଲୋଚନାକୁ ଏକ ଚିନ୍ତନ ସହିତ ଶେଷ କରିବା। ଯଦି ଆମର ବିଚାର ହିଁ ଆମ ପାଇଁ ବନ୍ଧନ ବା ପଞ୍ଜୁରୀ ତିଆରି କରେ, ତେବେ ଆଜି ଆମେ ନିଜ ଜୀବନରେ ଅଧିକ ସ୍ୱାଧୀନତା ଏବଂ ହାଲୁକାପଣ ଅନୁଭବ କରିବା ପାଇଁ କେଉଁ ଗୋଟିଏ ବିଚାରର ପଞ୍ଜୁରୀରୁ ନିଜକୁ ମୁକ୍ତ କରିପାରିବା। ଆଶା କରୁଛୁ ଏହି ଆଲୋଚନା ଆପଣଙ୍କୁ ନିଶ୍ଚୟ ସ୍ପଷ୍ଟତା ଆଣିଦେଇଥିବ। ଶାନ୍ତିର ବାୟୁମଣ୍ଡଳ ବିସ୍ତାର କରିବା ପାଇଁ ଦୟାକରି କମେଣ୍ଟ ବକ୍ସରେ ଓମ୍ ଶାନ୍ତି ଲେଖନ୍ତୁ। ଆଉ ଏହି ଶାନ୍ତି ଓ ଆନନ୍ଦକୁ ଅନ୍ୟମାନଙ୍କ ସହ ବାଣ୍ଟିବା ପାଇଁ ଏହାକୁ ନିଜ ବନ୍ଧୁ ଓ ପରିବାର ସହିତ ସେୟାର କରନ୍ତୁ। ଧନ୍ୟବାଦ। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।